କାଲି ମକର ସଂକ୍ରାନ୍ତି ଥିଲା। ଆମର ସବୁ ଭୋଗ ହୋଇଥିଲା। ସେଉ, କଦଳୀ, ନଡ଼ିଆ ଭୋଗ ହୋଇଥିଲା। ମୁଁ ସେଉକୁ ନେଇ ଗାଈକି ଦେଇଥିଲି, କଦଳୀ ଖାଇ ଦେଇଥିଲି। ତାପରେ ପୁଅ ଆସିକି କହିଲା, ମାମା ଏ ଭୋଗ ନେଇ ମଙ୍ଗଳାଙ୍କଠି ଭୋଗ ହେଇଥିଲା। ମୁଁ କହିଲି ସବୁ ତ ସେଉ ହରିକା ନେଇକି ଦେଇଦେଲି ଗାଈକି, ପୁଣି କ'ଣ କହୁଛୁ? ଏତେ ସେଉ କ'ଣ କରିବି? ମୁଁ କାହା କିଛି ନ କହି ଚାଉଳ ମୁଠାଟେ ଗଲି ବତୁରେଇଲି। ବତୁରେଇ ଦେଇକି କ'ଣ କଲି, ସେଉ, ନଡ଼ିଆ, କଦଳୀ ସବୁ କଟାକଟି କରି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲି। ଗୁଡ଼ ଟିକେ ପକାଇଦେଲି। ଗୁଡ଼ ପକାଇ ସାରିକି ତାକୁ କ'ଣ କରି ଘୋଡ଼େଇ ଘାଡ଼େଇକି ଥୋଇ ଦେଇକି ଧୂପ ଦେଲି, ମଙ୍ଗଳା ସ୍ତୁତି ପଢ଼ିଲି, ଭାଗବତ ଟିକେ ପଢ଼ିଲି। ଆସିକି ଛୁଆଙ୍କୁ ପାଠ ପଢ଼େଇଲି। ଛୁଆଙ୍କୁ ପାଠ ପଢ଼େଇ ସାରିଲା ପରେ 8:30ଟା ହେଲା। ମୁଁ କହିଲି ଚାଲ ପିଲେ ତମେ ସବୁ ଖାଇଦେବ। ଆସିକି ପିଠା କଲି। ଝିଅ କହିଲି ଭାଇ ଧୋଇ ହେବ ଖାଇବ। ସେଠୁ ପୁଅ ଖାଇ ଦେଇଥିଲା ମଟର ଆଳୁ ତରକାରୀ ଲଗେଇ। ଝିଅ କହିଲି ଭାଇ ସାଙ୍ଗରେ ଖା ନା ନାଇଁ ମୁଁ ତୋ ସାଙ୍ଗରେ ଖାଇବି। ମୁଁ କହିଲି ମୁଁ ତରକାରୀ ଖାଇବିନି, ଆଜି ଗୁରୁବାର, ପିଆଜ ରସୁଣ, ତୁ ଯାହା ଖାଇଦେବୁ ତରକାରୀ ଲଗେଇ। ନା ନାଇଁ ମୁଁ ବି ତୁ ଯାହା ଲଗେଇ ଖାଇବି ମୁଁ ସେୟା ଲଗେଇ ଖାଇବି। ଚାହା କଲୁ, ମା ଝିଅ ଖାଇଲୁ। ଶୀତୁଆ ରାତିରେ ଏଇ ଯେଉଁ ଫଳ ଚକୁଳି ଭାରି ଭଲ ଲାଗୁଥିଲା। ମୋ ଚ୍ୟାନେଲ୍ ଯଦି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚୟ ସବସ୍କ୍ରାଇବ୍, ଲାଇକ୍, ସେୟାରଟେ କରିବେ। ରହୁଛି। ଜୟ ଜଗନ୍ନାଥ।